ओं नमो भगवते वासुदेवाय। एकादश स्कंध दशम अध्याय। दशमे कुररादि सप्त गुरुंक शिक्षा जे वर्णित। अवधूत उवाच शुण हे जदु नृपवर जे अबा अनुभव मोर। गुरुर शिक्षा मोर जेते सबु कहिबि तग्रते। जेते ए द्रव्य परिग्रह सर्वतु जान दुःखमय। ए घेनी ज्ञानी अकिंचने निश्चिन्ते रहे सुख मने। पक्षींक मध्ये बलियार स्वभावे प्रचंड क्रूरर। नित्ये मारई नाना पक्षी जीवन पोषे मांस भक्षी। तार महिमा जने शुणी बंदी करती घरे आनी। से पुणी नित्य पक्षी मारे मांस भक्षई नहीं परे। केवल श्रम मात्र सार न भक्षे उचित आहार। एणु मु तार दुख चाही तातहु गुरु शिक्षा पाई। न करी वस्तु परिग्रह एका भ्रमई शून्य देह। नाही मो मान अपमान गृह अकलत्र पुत्र धन। आत्मारे रमई मु नित्य भ्रमई निश्चिन्ते जगत। परमानंद रस पाई निरते संसारे भ्रमई। बालक तहु एहा शिखी नुहई नाना दुखे दुखी। केवल आहार बेभारे क्रीड़ा करई सर्वद्वारे। किछि ही चिंता नाही तार एणु बालक गुरु मोर। एबेह शुण मन स्थिरे पूर्वे से अवंती नगरे। सुसाधु सुंदर शरीरे कन्या ए थिला विप्र घरे। से कन्या विवाह अर्थे बरी विप्रे मिलिले पांच चारि। से कन्या पिता संग मेले विवाह प्रस्ताव निरले। विचार करी कन्या माता निकटे बसाई दुहिता। तंडुल अर्थे ध्यान देई बोलई कन्या मुख चाही। बेगे तू कुटरोले भरी ता शुणी ब्राह्मण कुमारी। रोले मूसल एक करी कुटई बेनी करे धरी। भुजे ता बलय कंकण कुटन्ते बाजे ऋणु झुणु। शुणी कुमारी लज्जा पाई अधे कंकण हस्तु फेई। पुणी कुटन्ते धीरे धीरे हस्ते कंकण नाद करे। कुमारी मने विचारई संग गहळे गोळ होई। एमंत विचारिण थोके पुणी फेइला एके एके। बेनी कंकण बेनी करे कुटन्ते सबदन करे। जही अनेक लोक मिली अवश्य उपुजई कली। तेणु कुमारी अनुरागे गुरु वचन शिक्षा भागे। एकांते भ्रमु थाई मुहि केबे हे संग न करई। अभ्यासे जैणी मु पवन निरोधी ए चंचल मन। वैराग्य जोग अभ्यासने बुलई आत्म संयमने। एकाग्र करी दृढ़ मन हरिर पादे निवेदन। तेणु निश्चल मोर ध्यान बंचई दुखे सुखे दिन। स्वभावे रजगुण छाड़ी सत्व संजोग तम एड़ी। सत्य को जिणी सत्य गुणे निर्वाण परम कारणे। निश्चले थाई आत्मध्याने बाह्य अंतर न प्रमाणे। जेसने सरकारी पथे सरबिंधई हेठ माथे। तार निकटे राजा गला से ताहा जानी न पारिला। एणु ताहार तहु देखी
ମୁଁ ଏବେ ଗୁରୁ ଶିକ୍ଷା ଶିଖି ଏକା ମୁଁ ଭ୍ରମଇ ସଂସାର ମୋହର କାହିଁ ନାହିଁ ଘର ଏଣୁ ମୁଁ ସାବଧାନ ଚିତ୍ତ ଅଲକ୍ଷ୍ୟ ଗତି ମୋର ନିତ୍ୟ ଅଳ୍ପ ଭାଷଣ ମୁନି ପ୍ରାୟ ମୁହିଁର ହୋଇ ସ୍ଥିର ଦେହେ ବିଫଳ ଅନିତ୍ୟ ଦେହର ଗୃହ ଆରମ୍ଭ ଦୁଃଖ ଘର ଏ ଘେନି ଗୃହାରମ୍ଭ ଛାଡ଼ି ଦେହର ରକ୍ଷା ମାତ୍ର ଲୋଡ଼ି ଆତ୍ମା କାରଣେ ବ୍ୟର୍ଥ ଘର କେବେ ହେଁ ନ କରିବ ତତ୍ପର ଶରୀର ରଖଇ ନିରୋଳେ ସର୍ପ ଯେ ସନେ ନାନା ବିଳେ ଏଣୁ ଉରଗ ଗୁରୁ କରି ଗୃହସ୍ଥ ଆଶ୍ରମନ କରି ଘର ନ କରି ଏକ ସ୍ଥାନେ ବଞ୍ଚଇ ନାନା ତୀର୍ଥେ ଦିନ ଦେଖ ଏ ବିଷ୍ଣୁ ମାୟା କରି ଜଗତ ସର୍ଜଇ ମୁରାରି ପୁଣି ସଂହାରେ କାଳ ରୂପେ ନିରୋଳେ ରହେ ଆତ୍ମସୁଖେ ପ୍ରକୃତି ପୁରୁଷ ବେନିର ସ୍ୱଭାବେ ବୋଲାଇ ଈଶ୍ୱର ଉପାଧି ବର୍ଜିତ ଈଶ୍ୱର ଫେନ ବିନା ସେ ଯେହ୍ନେ ନିର ସେ ହରି ସର୍ବଶକ୍ତି ଧରେ ସୃଷ୍ଟି ଇଚ୍ଛଇ ଯେତେବେଳେ ସୃଜଇ ମାୟା ଯୋଗ ବଳେ ହେ ନୃପନାଥ ଶୁଣ ଭଲେ ଏ ଗୁଣମୟୀ ବିଷ୍ଣୁ ମାୟା ବେଦ ବେଦାନ୍ତେ କହେ ଯାହା ସେ ମାୟା ନାନା ମୂର୍ତ୍ତି ଧରି ବ୍ରହ୍ମାଣ୍ଡ ମଧ୍ୟରେ ଅଛି ପୁରୀ ସେ ମାୟା ବଳେ ନାରାୟଣ ଜଗତ କରେ ପୁଣ ପୁଣ ତା ମଧ୍ୟରେ ଜୀବ ରୂପ ଧରି ବିହରେ ନାନା କ୍ରୀଡ଼ା କରି ଯେ ସନେ କୀଟ ଉର୍ଣ୍ଣ ନାଭି ନିଜ ବଦନୁ ସୂତ୍ର ଭାବି ଜାଲ ନିର୍ମାଇ ରାତ୍ର ମୁଖେ ମଧ୍ୟ ବିହରେ ଆତ୍ମସୁଖେ ଏକାନ୍ତେ ରାତ୍ରେ କ୍ରୀଡ଼ା କରେ ସୂର୍ଯ୍ୟ ଉଦୟେ ତା ସଂହରେ এই ରୂପେ ସୃଷ୍ଟି ଲୀଳା କରି ସଂସାରେ ଖେଳେ ନର ହରି ଏବେ ହ ଶୁଣ ନରପତି ସଂସାରେ ଜୀବ ଆତ୍ମା ଗତି ଦେହ ବି ଯୋଗ କାଳେ ଜନ୍ତୁ ମନେ ଚିନ୍ତଇ ଯେତେ ହେତୁ ଏକାନ୍ତ ସ୍ନେହ ଦ୍ୱେଷ ଭଏ ନିଶ୍ଚଳ ଧ୍ୟାନ ଯହିଁ ରହେ ଜନ୍ମଇ ସେହି ରୂପ ଧରି ଯେ ସନେ କୀଟ ପେଶସ୍କାରୀ କୀଟ ଆଣଇ ନାନା ରୂପେ ନିଜ ଭୁବନେ ନେଇ ସ୍ଥାପେ ସେ କୀଟ ପ୍ରାଣ ଯିବା ବେଳେ ତାହାକୁ ଦେଖିଥାଇ ଡୋଳେ ଭଏ ଚିନ୍ତଇ ତାର ରୂପ ଜନ୍ମଇ ଘେନି ସେ ସ୍ୱରୂପ ମୋହର ମନ ସେହି ମତେ କୃଷ୍ଣ ଚରଣ ଅବିରତେ ନିଶ୍ଚଳେ ସ୍ଥାପି ସାବଧାନେ ବୁଲଇ ମହି ପର୍ଯ୍ୟଟନେ ଏମନ୍ତେ ଗୁରୁ ମୋର ଯେତେ ତାହାଙ୍କ ଉପଦେଶ ମତେ ଶିକ୍ଷିଣ ମନେ ମୁହିଁ ଧରି ଭ୍ରମଇ ଅବନି ବିହରି ଦେହକୁ ଘେନି ଗୁରୁ ପଣେ ଯାହା ଶିଖିଛି ଧରି ମନେ ଏ ଦେହ ଜନ୍ମ ମୃତ୍ୟୁ ଦୁଇ ବିଷ୍ଣୁ ମାୟାରେ ପ୍ରବର୍ତ୍ତଇ ଏ ଭାବ ବୁଝି ମୋର ମତି ଏ ଦେହେ ନ କରେ ପିରତି ଅନେକ ଜନ୍ମ କର୍ମ ଭାଗେ ମୋ ଜ୍ଞାନ ବିବେକ ବୈରାଗ୍ୟେ ଉଦାସୀ ମତେ ଦେହେ ଥାଇ ଗୁରୁଙ୍କ ଉପଦେଶ ଧ୍ୟାଇ ପୁତ୍ର କଳତ୍ର ପଶୁ ଦାସେ ଏହାଙ୍କୁ ପଶି ଦେହ ଆସେ ଦେହର ସଙ୍ଗେ ଏ ରହନ୍ତି ମରଣେ କେହି ନ ଯାଆନ୍ତି ନିୟର୍ତ କର୍ମ ସଙ୍ଗ କରି ଅନ୍ଧ ଯେ ସନେ ଯଷ୍ଟି ଧରି ବୃକ୍ଷର ଧର୍ମ ପ୍ରାୟ ଦେହି ଅବଶ୍ୟ ଜନ୍ମିଲେ ମରଇ ଏଣୁ ଅନିତ୍ୟ ଦେହେ ମୁହିଁ କେବେ ହେଁ ବିଶ୍ୱାସ ନ ଯାଇ ଏ ଦେହ ଇନ୍ଦ୍ରିଏ ଆବରି ଭୁଞ୍ଜନ୍ତି ଜଣେ ଜଣେ ଧରି ଶ୍ମଶାନେ ମୃତ ପିଣ୍ଡ ଯେହ୍ନେ
ଶ୍ୱାନ ଶୃଗାଳଙ୍କ ବଦନେ। ରସଲାଳ ସେ ଜିହ୍ୱା ଧରେ, ଆହାର ଅର୍ଥେ ଭ୍ରମ କରେ। ନିଜ ସ୍ୱଭାବେ ଷଡ଼ ରସେ, ଭ୍ରମଇ ନାନା ଦେଶେ ଦେଶେ। ତୃଷାର ବେଳେ କେବେ ପୁଣି, ମାଗଇ ସୁଶୀତଳ ପାଣି। ନ ପାଇ କରେ ବହୁ ପ୍ରାସ, ଏମନ୍ତେ ଆତ୍ମା ଯାଇ ନାଶ। ଇନ୍ଦ୍ରି ଧରଇ ପୁଣ ବଳେ, ଭ୍ରମଇ ମୟୁଥୁନ ଫଳେ। ଅମୃତ ପ୍ରାୟେ ଜନି ଦିଶେ, ଏଣୁ ଭ୍ରମଇ କାମ ଆସେ। ଶୀତ ତପତ ଚର୍ମ ଧରେ, ଅଗ୍ନି ପବନେ ଆଶ୍ରା କରେ। କ୍ଷୁଧା ଅନଳେ ଧରେ ପେଟ, ଆତ୍ମାକୁ କରେ ଛଟପଟ। ଯାବତ ନ ପୁରି ଉଦର, ତାବତ ଜ୍ଞାନ କାହିଁ ଆର। ଶ୍ରବଣ ଧରେ ପୁଣି ପୁଣି, ସ୍ତୁତି ନିନ୍ଦନ ବାକ୍ୟ ଶୁଣି। ନାସିକା ଧରେ ଗନ୍ଧ ଆସେ, ଏଣୁ ଭ୍ରମଇ ସୂଚି ବାସେ। ଚକ୍ଷୁ ଧରଇ ରୂପ ଅର୍ଥେ, ଏଣୁ ଭ୍ରମଇ ନାନା ପଥେ। ଅନ୍ତେ ଧରଇ କର୍ମ ରାଶି, ବେଷ୍ଟିତ ହୁଏ କାଳ ପେଶି। ବହୁତ ସପତଣି ଯେହ୍ନେ, ସ୍ୱାମୀ ମାରନ୍ତି ଅପମାନେ। ଜୀବର ଅଳପ ଶକତି, ସତେ ଯୁବତୀ ଏକପତି। କାମିନୀ ଗଣେ ବନ୍ଦୀ ହୋଇ, ସେ ଯେହ୍ନେ ଅଳପେ ମରଇ। ଏଣୁ ଏ ସାଧାରଣ ଦେହେ, ଜ୍ଞାନୀଙ୍କି ବସ୍ତୁ ଜ୍ଞାନ ନହେ। ଏ ଦେହ ପଡ଼େ ମାୟା ଯୋଡ଼େ, ନିଜ ନିସ୍ତାର ପଥ ହୁଡ଼େ। ଯେତେ ଏ ସୃଷ୍ଟିରେ ରଚନା, କୀଟହୁଁ ବ୍ରହ୍ମାଦି କଳ୍ପନା। ଆତ୍ମା କ୍ରୀଡ଼ନେ ନର ହରି, ପୂର୍ବେ ଅନେକ ସୃଷ୍ଟି କରି। ସଂସାରେ ଖେଳି ନାନା ମତେ, ସନ୍ତୋଷ ନ ଲଭିଲା ଚିତେ। ତେଣୁ ମାନବ ସୃଷ୍ଟି କଲା, ଯହିଁ ବିଶ୍ରାମ ସର୍ବଲୀଳା। ମନୁଷ୍ୟ ଦେହେ ଦିବ୍ୟ ଜ୍ଞାନ, ଦେଖି ସନ୍ତୋଷ ଭଗବାନ। ବ୍ରହ୍ମାଦି ସକଳ ଶରୀର, ସ୍ୱଭାବେ ଅସତ୍ୟ ସଂସାର। ଭ୍ରମିଣ କୋଟି ଜନି ଜନ୍ମେ, ବିପାକ ଅବଶେଷ କର୍ମେ। କେବଳ ଶୁଭ କର୍ମ ଭାଗ୍ୟେ, ନିଶ୍ଚେ ଗୋବିନ୍ଦ ଅନୁରାଗେ। ଦୁର୍ଲଭ ମନୁଷ୍ୟ ଶରୀର, ଜନ୍ମଇ ଅନିତ୍ୟ ସଂସାର। ସେ ଦେହ ଲଭି ମୋହି ତଳେ, ଅନେକ ଶୁଭ କର୍ମ ଫଳେ। ଭାଗ୍ୟେ ଦୁର୍ଲଭ ଦେହ ପାଇ, ଯାହାର ଜ୍ଞାନ ପ୍ରକାଶଇ। ଜଗତ ଦେଖେ ବିଷ୍ଣୁମୟେ, ସେ ନ ପଡ଼ଇ ମାୟା ମୋହେ। ମନୁଷ୍ୟ ମୁଣ୍ଡେ ମୃତ୍ୟୁ ବସେ, ଆତ୍ମାକୁ ଅନୁକ୍ଷଣେ ଗ୍ରାସେ। ଯାବତ ମୃତ୍ୟୁ ଅଛି ଦୂରେ, ସୁନ୍ଦର ଯୁବା କଳେବରେ। ସାଧିବ ସକଳ ଶକତି, ଯେଣେ ଜନ୍ମିବ ବିଷ୍ଣୁ ଭକ୍ତି। ଏ ଜୀବ ବନ୍ଦୀ କର୍ମ ପାଶେ, ସାଧିବ ବନ୍ଧନ ଉଶ୍ୱାସେ। ଏ ରୂପେ ହୃଦୟ ନିର୍ବେଦେ, ଆତ୍ମାକୁ ଈଶ୍ୱର ଅଭେଦେ। ଦେଖଇ ଜ୍ଞାନ ଚକ୍ଷୁ ଦ୍ୱାରେ, ଦୁର୍ଲଭ ମନୁଷ୍ୟ ଶରୀରେ। ସକଳ ସଙ୍ଗ ପରିହରି, ଏଣୁ ମୁଁ ଏତେ ଗୁରୁ କରି। ସୁଦୂରେ ତେଜ ଅହଙ୍କାର, ଆନନ୍ଦେ ଭ୍ରମଇ ସଂସାର। ଶ୍ରୀ ଭଗବାନ ବାଚ। ଏମନ୍ତ କହି ଅବଧୂତ, ଶାନ୍ତ ଗଭୀର ଗୁଣଯୁତ। ଶୁଣି ଆନନ୍ଦ ଯଦୁ ରାଜା, ତାର ଚରଣେ କଲେ ପୂଜା। ସ୍ତୁତି କରନ୍ତି ସାବଧାନେ, ବ୍ରାହ୍ମଣ ଗଲା ଅନ୍ତର୍ଧ୍ୟାନେ। ଶୁଣି ଅବଧୂତ ବଚନ, ରାଜା ପଶିଲା ଘୋର ବନ। ସକଳ ସଙ୍ଗ ଦୂରେ ତେଜି, ଧ୍ୟାନେ ଗୋବିନ୍ଦ ପାଦେ ଭଜି। ଜଗେ ନିବେଶି କଳେବର, ଲଭିଲା ଗୋବିନ୍ଦ ପୟର। ଉଦ୍ଧବ କୃଷ୍ଣର ସମ୍ବାଦ,
ଶୁଣନ୍ତେ ଖଣ୍ଡଇ ପ୍ରମାଦ ପରୀକ୍ଷେ ସୁକମୁନି କହେ ସୁଜନେ ଏଣେ କର ଲଏ ଏ ଚଉବିଂଶ ଗୁରୁ ବାଣୀ ଉଦ୍ଧବେ କହେ ଚକ୍ରପାଣି ସେ କଥା ପରମ ଆନନ୍ଦେ ସଂକ୍ଷେପେ ଏକାଦଶ ସ୍କନ୍ଧେ ପ୍ରାକୃତ ବନ୍ଧେ ଭାଗବତ ପ୍ରକାଶୀ ସନ୍ଥ ଜନହିତ କହଇ ଦାସ ଜଗନ୍ନାଥ କୃଷ୍ଣ ଚରଣେ ଦେଇ ଚିତ୍ତ। ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ ଏକାଦଶ ସ୍କନ୍ଧେ ଯଦୁରାଜା ଭୂଦୂତ ସଂବାଦ ନାମ ଦଶମ ଅଧ୍ୟାୟ। ଓಂ ନମୋ ଭଗବତେ ବାସୁଦେବାୟ।